ନିଜ ଜୀବନଠୁ ଅଧିକ ଗୁରୁତ୍ୱ ଦେଉଥିବା ଲୋକମାନେ ବୋଧହୁଏ ଆପଣଙ୍କୁ ବେଶୀ କଷ୍ଟ ଦିଅନ୍ତି। ନିଜଠୁ ଅଧିକ ଭଲ ପାଉଥିବା ମଣିଷମାନେ ବୋଧହୁଏ ବେଶୀ ଯନ୍ତ୍ରଣା ଦିଅନ୍ତି। ତମେ ନିଜ କଥା ଯେତିକି ଚିନ୍ତା କରୁନଥିବ ତା କଥା ବେଶୀ ଚିନ୍ତା କରୁଥିବ, ହେଲେ ସେ ତୁମକୁ ଅଣଦେଖା କରି ବେଶ୍ ଖୁସି ହେଉଥିବ। ତା ଭଲ ପାଇଁ ଯେତେବେଳେ ତାର ଛୋଟ ବଡ଼ ଭୁଲ ଧରି ତାକୁ ଆକଟ କରିବାକୁ ଚାହିଁବ, ସେ ଭାବିବ ଇଏ ମୋ ଜୀବନରେ ବେଶୀ ଇଣ୍ଟରଫାୟାର କରୁଛି, ଇଏ ବୋଧେ ମୋ ସ୍ୱାଧୀନତାକୁ ଛଡ଼େଇ ନେଉଛି। ହେଲେ ସେ ବୋଧେ ଜାଣିନି ଏଇଟା ସ୍ୱାଧୀନତା ନୁହେଁ, ତା ଚଲା ବାଟର ସେଇ କଣ୍ଟା, ଯେଉଁ କଣ୍ଟା ଆଗକୁ କେବଳ ଯନ୍ତ୍ରଣା ଦେବ ବୋଲି। ଧୀରେ ଧୀରେ ସେ ତୁମକୁ ଇଗ୍ନୋର କରିବା ଆରମ୍ଭ କରେ। ଯିଏ ଦିନେ ତୁମ କଣ୍ଠସ୍ୱର ନ ଶୁଣିଲେ ଦିନସାରା ଭଲ ଲାଗେନି ବୋଲି କହୁଥିଲା, ଆଜି ତୁମେ କଲ୍ କର କି ନ କର ତାକୁ କିଛି ଫରକ ପଡ଼ୁନଥିଲା। ଓଲଟା ସେ ଭାବୁଥିବ ଭଲ ହେଇଛି କଲ୍ କରୁନି, ନହେଲେ ସେ ମୋ ମୁଣ୍ଡ ଖାଇଥାନ୍ତା। ଯିଏ ଦିନେ ତୁମ ମୁହଁ ଦେଖିବାକୁ ପାଗଳ ହେଇଯାଉଥିଲା, ଆଜି ତୁମେ କାଳେ କେଉଁଠି ଦେଖା ହେଇଯିବ ବୋଲି ଲୁଚି ଲୁଚି ସାଇଡ୍ ମାରି ଚାଲିଯାଏ ଆଜ୍ଞା। ଆଜି ତା ମନ ଭିତରେ କେବଳ ଘୃଣା ଭରି ହେଇଥାଏ। ଧୀରେ ଧୀରେ ଦୂରେଇ ଯିବାକୁ ଅନେକ ବାହାନା ଖୋଜେ। ଆଉ କିଛି ଦୋଷ ନଥିଲେ ବି କିଛି ନା କିଛି ଛୋଟ ମୋଟ ଝଗଡ଼ା କରି ବ୍ଲକ୍ କରିଦିଏ। ଥରେ ଭାବେନି ଯିଏ ତାକୁ ନିଜ ହୃଦୟର ସ୍ପନ୍ଦନ ଭାବି ଜୀବନ ବଞ୍ଚୁଛି ସେ କେମିତି ବଞ୍ଚିବ। ସେଗୁଡ଼ା ତାକୁ ଫରକ ପଡ଼େନି ଆଜ୍ଞା, କାହିଁକିନା ସେତେବେଳକୁ ସେ ଆଉ କାହାର ହେଇସାରିଥାନ୍ତି। ଆଉ ଏକ ନୂଆ ପ୍ରେମ ପାଇ ପୁରୁଣା ପ୍ରେମକୁ ଯନ୍ତ୍ରଣାରେ ନିଆଁରେ ଜଳିବାକୁ ଛାଡ଼ି ସେମାନେ ବେଶ୍ ଖୁସି ହୁଅନ୍ତି। ଆଜି ପର୍ଯ୍ୟନ୍ତ ନିଜର ଭୁଲ କ'ଣ ଜାଣିନି, ହେଲେ ସେ ଯେଉଁ ବାହାନା କରି ମୋଠୁ ଦୂରେଇ ଗଲା, ଆଉ ତାପରେ ଆଉ କାହାର ହେବା ପରେ ମୋତେ ଯେମିତି ଇଗ୍ନୋର କଲା, ତା ବିନା ଏ ଯନ୍ତ୍ରଣାଦାୟକ ଜୀବନ ବଞ୍ଚିବାକୁ 1% ଇଚ୍ଛା ନାହିଁ। ଏବେ ତାକୁ ମୋ କଥା ଜମାଇ ଭଲ ଲାଗୁନି। ଏବେ ତାକୁ ମୋ କଲ୍ ଆସିଲେ ବିରକ୍ତ ଲାଗୁଛି। ଏବେ ମୋ ଷ୍ଟାଟସ୍ ଦେଖିଲେ ତାକୁ ହସ ଲାଗୁଛି। ସବୁ ପରେ ସେଦିନ ମୋ ସବୁ କଥାକୁ ଭଲ ଭାବରେ ବୁଝିବ, ଯେଉଁଦିନ ମୋ ଭଳି ଯନ୍ତ୍ରଣା ପାଇବ। ଭଗବାନ ନ କରନ୍ତୁ ସେ କେବେ ଯନ୍ତ୍ରଣା ପାଉ, କିନ୍ତୁ ଯଦି ସେମିତି ହୁଏ ସେତେବେଳକୁ ତାକୁ ସେ ଯନ୍ତ୍ରଣା ରକ୍ଷା କରିବାକୁ ବୋଧହୁଏ ମୁଁ ଏ ଦୁନିଆରେ ନଥିବି। ସବୁ ଜାଣିସାରିଥିଲି। ସେ ମୋତେ ତା ହୃଦୟରେ ସବୁ କୋଣରୁ ବାହାର କରି ଅଳିଆ ଗଦାରେ ପକାଇ ସାରିଥିଲା। ହେଲେ ସେଇ ଅଳିଆ ଗଦାରେ ପଡ଼ିବି ତା ଶୁଭ ମନେ ଆସି ଚାଲିଥିଲି। ଆଉ ତାର କିଛି କ୍ଷତି ନ ହେଉ ବୋଲି ସବୁ ପ୍ରକାର ଚେଷ୍ଟା ବି କରୁଥିଲି। ଦୁନିଆଟା ପୁରା ଓଲଟା ନା ପ୍ରତାପ ଭାଇ। ତମେ ଯାହାକୁ ନିଜର ବୋଲି ଭାବୁଛ ସେ ତମକୁ ପର କରି ଆଉ କାହାକୁ ନିଜର କରୁଛି। ସେଦିନକୁ ମୁଁ ଅପେକ୍ଷା କରିଛି, ଯେଉଁଦିନ ସେ ନିଜର କରିଥିବା ଲୋକକୁ ଜୀବନସାଥୀ କରିବ, ଆଉ ମୁଁ ସେଇ ଅଳିଆ ଗଦାରେ ପଡ଼ି ରହି ଜୀବନ ସାରା କେବଳ ଯନ୍ତ୍ରଣା ପାଉଥିବି। ଆରେ ଭାଇ କିଏ ଥିଲା ସେ? ଆଉ କାହା କଥା କହୁଛ? ନାହିଁ ପ୍ରତାପ ଭାଇ, ତା ଭଳି ପ୍ରେମିକାର ନାଁ ଆଉ ପାଟିରେ ଧରି ନିଜ ପାଟିକୁ ଅପବିତ୍ର କରିବାକୁ ଚାହୁଁନି। ଖାଲି ଏତିକି କହିବି, ସେ ଯେଉଁଠି ଅଛି ଭଲରେ ଥାଉ, ଯାହା ସହିତ ରହୁଛି ଭଲରେ ରହୁ, କେବେ ଦୁଃଖ ନ ପାଉ, ନହେଲେ ମୋତେ ଆହୁରି ବେଶୀ କଷ୍ଟ ହେବ ଭାଇ। କାହିଁକି ନା ମୁଁ ଜାଣିଛି ମୁଁ ତାକୁ କେମିତି ରଖିଥିଲି। ହେଲେ ମୋର ସବୁ ଭଲ ପାଇବା ଶେଷରେ ଘୃଣାରେ ପରିଣତ ହୋଇଯାଇଥିଲା। ଯେଉଁଦିନ ସେ ମୋତେ କଷ୍ଟ ଆଉ ଯନ୍ତ୍ରଣା ଦେବା ଆରମ୍ଭ କଲା, ଅନେକ କାନ୍ଦିଛି। କେତେ ରାତି ସେଇ ଯନ୍ତ୍ରଣାର ଲୁହରେ ଟକିଆ ଭିଜିଛି, ସେ କଥା କେବଳ ମୋର ଆଖି କହିପାରିବ। ଟିକେ ବି ଦୟା ଆସିନଥିଲା ଭାଇ। ଓଲଟା ଗୋଟେ ପରେ ଗୋଟେ ସବୁଥିରୁ ବ୍ଲକ୍ କରି ଚାଲିଥିଲା। ସେ ଯେତେବେଳେ ବ୍ଲକ୍ କରୁଥିଲା ଛାତିଟା ଫାଟି ଯାଉଥିଲା, ହୃଦୟଟା ଯନ୍ତ୍ରଣାରେ ଚିତ୍କାର କରି ଚାଲିଥିଲା, ହେଲେ ତାକୁ ଏସବୁ କିଛି ଫରକ ପଡ଼ୁନଥିଲା। ଜାଣିଗଲି ସେ ଆଉ ମୋର ହେଇକି ନାହିଁ। ମନକୁ ବୁଝେଇବାକୁ ମୋତେ ବ୍ଲକ୍ କରିଥିବା ସବୁ ପ୍ଲାଟଫର୍ମରୁ ଆଉ ଥରେ ମୁଁ ତାକୁ ବ୍ଲକ୍ କଲି। ମୁଁ ଜାଣିଥିଲି ମୁଁ ତାକୁ ବ୍ଲକ୍ କଲେ ଲାଭ କିଛି ନାହିଁ, କିନ୍ତୁ ନିଜକୁ ନିଜେ ବୁଝେଇବାକୁ ଏମିତି କରିବାକୁ ପଡ଼ିଲା। କିଛି ଦିନ ପରେ ଜାଣିଲି ସେ ଆଉ କାହା ସହ ବୁଲୁଛି, ହୋଟେଲ ଯାଉଛି, ରାତି ବି କାଟୁଛି। ଏସବୁ ଜାଣିବା ପରେ ମୋ ମନ କ'ଣ ହେଉଥିଲା ସେ କଥା କେବଳ ମୋତେ ଜଣାଥିଲା ଭାଇ। ଏ ଜୀବନ ବଞ୍ଚିବାକୁ ଇଚ୍ଛା ହେଉନଥିଲା, କିନ୍ତୁ ମୋତେ ମୋ ପରିବାର ପାଇଁ ବଞ୍ଚିବାର ଥିଲା। ସବୁଠୁ ବଡ଼ କଥା ହେଲା, ମୋର ସବୁ ସ୍ୱପ୍ନ ଭାଙ୍ଗିଲା ପରେ ସେ ଯାହାକୁ ନେଇ ସ୍ୱପ୍ନ ଦେଖୁଥିଲା ସେ ତାକୁ ନିଜର କରିବ କି ନାହିଁ ମୋର ସନ୍ଦେହ ଥିଲା। ଏବେ ଦୁଃଖ ମୋ ପାଇଁ ନଥିଲା, ଏବେ ଦୁଃଖ କେବଳ ତା ପାଇଁ ଥିଲା। ତା ସ୍ୱପ୍ନ ଭାଙ୍ଗିଗଲା ପରେ ସେ କାନ୍ଦିବନି ତ? ତା ଆଖିରେ ଲୁହ ଆସିଲେ ମୁଁ ସହିପାରିବି ତ? ଏଇଆ ଭାବି ତାକୁ ଅନେକ ଥର ବୁଝେଇବାକୁ ଚେଷ୍ଟା କରିଛି, ହେଲେ ସେ ଆଉ ମୋ କଥାରେ ଥିଲା ଯେ ମୋ କଥା ଶୁଣିବ। ମନକୁ ଯାହା ଆସୁଥିଲା ସେ କରିଚାଲିଥିଲା। କେତେବେଳେ ବାଲେଶ୍ୱର ତ କେତେବେଳେ ପୁରୀ ଯାଇ ହୋଟେଲରେ ରାତି ପରେ ରାତି ସେ ସ୍ୱପ୍ନ ଦେଖୁଥିବା ମଣିଷ ସହ କାଟି ଚାଲିଥିଲା। ନା ପରିବାର କଥା ଚିନ୍ତା କରୁଥିଲା, ନା ରୋଗିଣା ମା କଥା ଥରେ ଭାବୁଥିଲା। ଏବେ କେବଳ ସେ ତାହାରି କଥା ଭାବୁଥିଲା, ଯିଏ ତା ଜୀବନ ଭିତରେ ପଶି ତାକୁ ନଷ୍ଟ କରିବାକୁ ଯାଉଥିଲା। ଏବେ ସେ କେବଳ ତାରି କଥାରେ ଉଠବସ ହେଉଥିଲା, ଯିଏ ଆଗକୁ ତା ପାଇଁ ବିପଦ ସାଜିବା ନିଶ୍ଚିତ ପ୍ରାୟ ଥିଲା। ତଥାପି ସେ ମୋ କଥା ବୁଝିପାରୁନି। ଦିନେ ସେ ମୋ କଥା ନିଶ୍ଚିତ ବୁଝିବ, ଆଉ ଯେଉଁଦିନ ସବୁ ବୁଝି ମୋ କଥା ଭାବିବ ସେତେବେଳକୁ ବୋଧହୁଏ ମୁଁ ଏ ଦୁନିଆରେ ନଥିବି। ମୋ ମନର ବେଦନା, ଦୁଃଖ, କଷ୍ଟ ଆଉ ଯନ୍ତ୍ରଣା, ରାଗ, ରୁଷା ଆଉ ଅଭିମାନ ଭିତରେ ଥିବା ଏଇ ମଣିଷଟା ତାର ସବୁ ବେଦନା
ଆପଣଙ୍କୁ ଜଣାଇଦେଲା ଭାଇ। ଆପଣ ଧୈର୍ଯ୍ୟ ଧରି ଶୁଣିଲେ ଭାରି ଖୁସି ଲାଗିଲା, ମନ ବି ଭାରି ହାଲକା ହେଇଗଲା। ଧନ୍ୟବାଦ ପ୍ରତାପ ଭାଇ। ଆଜି ଆପଣଙ୍କ ସହ କଥା ହେଇ ଜାଣିଲି କଷ୍ଟ ଆଉ ଯନ୍ତ୍ରଣା ଭିତରେ ଥିବା ମଣିଷଟା ଆପଣଙ୍କ ସହ କାହିଁକି କଥା ହେବାକୁ ପାଗଳ ହୁଏ। ସତରେ ଆପଣଙ୍କ କଥାରେ ଯାଦୁ ଅଛି ଭାଇ। ରହୁଛି କହିଲା ଆଉ ଫୋନ୍ଟା କାଟି ଦେଇଥିଲା। ଏକଥା ଦୁଃଖରେ ଭାଙ୍ଗି ପଡ଼ିଥିବା ସେଇ ଯନ୍ତ୍ରଣାଦାୟକ ମଣିଷର ଥିଲା। ଆଉ ସେ କହିଥିବା କଥାକୁ ମୋ ଭାଷାରେ ସଜେଇ ପଢ଼ିବାକୁ ଚେଷ୍ଟା କରିଥିଲି। କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମାଇ ଭୁଲିବେନି ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।